ଆପଣମାନଙ୍କ ପାଇଁ ଖୁସିର ଖବର ଆପଣମାନଙ୍କର କଏନ୍ କୁ ବହୁତ ଶୀଘ୍ର ସେଲ୍ କରିବାକୁ ଯାଉଛ ଆଉ ସିଏ ବି ହାଇ ରେଟ୍ ରେ। ୱେଲକମ୍ ତ ନମସ୍କାର ଅଲ୍ ଓଡ଼ିଶା କିବୋ ଫ୍ୟାମିଲି ମାନେ ଆପଣମାନଙ୍କୁ ଆପଣମାନଙ୍କ ଲାଇଭ୍ କିବୋ ଓଡ଼ିଶା ଚ୍ୟାନେଲ ରେ ସ୍ୱାଗତ କରୁଛି। ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ, ଚ୍ୟାନେଲ କୁ ଆପଣମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ କରି ବେଲ ଘଣ୍ଟିକୁ ନିଶ୍ଚୟ ଦବାଇ ରଖିବେ। ସାଙ୍ଗମାନେ କିବୋ ଫ୍ୟାମିଲି ମାନେ ଆପଣମାନେ ସମସ୍ତେ ଜାଣିଛନ୍ତି ଆମ କିବୋ ଆଇଡି ରେ ବାକି କେ ଏକ୍ସଚେଞ୍ଜ ରେ ଏଇନା ବର୍ତ୍ତମାନ ସମୟରେ କାମ ଚାଲିଛି, ୱାର୍କ ଚାଲିଛି। ଯେମିତି ଆମ କିବୋ କମ୍ପାନୀରେ କାମ ଶେଷ ହେଇଯିବ, ଅପଡେଟ ହେଇଯିବ, ୱାର୍କ ଶେଷ ହେଇଯିବ, ସେମିତି ଆପଣମାନଙ୍କ ପାଇଁ ଲାଇଭ କରାଯିବ ଆପଣମାନେ କଏନ୍ ସେଲ୍ କରିବା ପାଇଁ। ଆପଣ ସମସ୍ତେ ଯେତେ ଦିନ ଆପଣମାନେ ଅପେକ୍ଷା କରିଥିଲେ ତ ଆପଣମାନଙ୍କର ଅପେକ୍ଷାର ଫଳ ଆସିଗଲା। ଏହି ଭିଡିଓରେ ମୁଁ ଆପଣମାନଙ୍କୁ ସେ ଫଳ ଦେଖେଇବି। ଆମ କିବୋ ଆଇଡି ରେ କେ ଏକ୍ସଚେଞ୍ଜ ରେ କଏନ୍ ଟ୍ରାନ୍ସଫର କରିବା ପାଇଁ ଅପସନ ଆସିଯାଇଛି। ଖାଲି ଟ୍ରାନ୍ସଫର କଏନ୍ କେ ଏକ୍ସଚେଞ୍ଜ ଆସିଗଲେ ହେଇଯିବନି, ତା ଦେହରେ ଆପଣମାନଙ୍କୁ ବହୁତ କିଛି କରିବା ପଡିବ। ଆପଣଙ୍କର ରିସିଭିଂ ଆଡ୍ରେସ ଦେବା ପଡିବ। এই ବହୁତ କିଛି ମୁଁ ଆପଣମାନଙ୍କୁ ଏହି ଭିଡିଓରେ ଏକ୍ସପ୍ଲେନ କରିକି କହିବି କେମିତି ଆପଣ କରିବେ, କେମିତି ଆପଣଙ୍କର ରିସିଭିଂ ଆଡ୍ରେସ ଦେବେ। ଦେଖନ୍ତୁ ରିସିଭିଂ ଆଡ୍ରେସ ମାନେ କଣ ଆପଣମାନେ ସମସ୍ତେ ଜାଣିଛନ୍ତି। ଯୋଉ ଭାଇ ଭଉଣୀ ମାନେ କେ ୱାଲେଟ ରେ କେୱାଇସି କରିଲେ ତାଙ୍କୁ ସେଇ ଟାଇମରେ ରିସିଭିଂ ଆଡ୍ରେସ ଲାଗିଛି, ସେମିତି ଆମ କେ ଏକ୍ସଚେଞ୍ଜ ରେ ଲାଗିବ। ବାକି ଆଗକୁ ବହୁତ ପ୍ରୋଜେକ୍ଟରେ ଲାଗିବ। ରିସିଭିଂ ଆଡ୍ରେସ ମାନେ କେ ଏକ୍ସଚେଞ୍ଜ ରେ ଆପଣମାନେ ଯୋଉ କେୱାଇସି କରିଲେ, କେୱାଇସି କରିଲା ପରେ ଆପଣଙ୍କୁ ଗୋଟେ ରିସିଭିଂ ଆଡ୍ରେସ ଆସିବ। ସେ ଆଡ୍ରେସ ଭରଲେ ହିଁ ଆପଣମାନେ ସେଇଥିରେ ସିଷ୍ଟମକୁ ଅପଡେଟ କରିପାରିବେ। ତ ଚାଲନ୍ତୁ ଡେରି ନ କରି କେମିତି ଆପଣମାନେ ରିସିଭିଂ ଆଡ୍ରେସ ଅପଡେଟ କରିବ ଜାଣନ୍ତୁ। ଶୁଣନ୍ତୁ ଭାଇ ମାନେ, ଯୋଉ ଭାଇ ମାନେ କିବୋ ୱେବସାଇଟ ଖୋଲିବା ଜାଣିଛି ସେମାନେ ଖୋଲିଦେବ। ଯୋଉମାନେ ଜାଣିନାହାନ୍ତି ସେମାନଙ୍କୁ କହୁଛି ଆପଣମାନେ କ୍ରୋମ ଓପନ କରନ୍ତୁ। କ୍ରୋମ ର ଡ୍ୟାଶବୋର୍ଡ ରେ ଆପଣମାନେ ଖାଲି କିବୋ ଲେଖିବେ, KIBHO କିବୋ ଖାଲି ଲେଖିଲା ପରେ ଆପଣଙ୍କୁ ତଳେ ଶୋ ହେଇଯିବ କିବୋ ଲଗଇନ। କିବୋ ଲଗଇନ ଉପରେ କ୍ଲିକ କରିଦେବେ। ଦେଖିପାରୁଥିବେ ଆପଣଙ୍କୁ କିବୋ ୱେବସାଇଟ ଆସିଗଲା। କିବୋ ୱେବସାଇଟ ଉପରେ କ୍ଲିକ କରିବେ। ଆପଣଙ୍କୁ ପ୍ରଥମେ ୟୁଜର ନେମ ପାସୱାର୍ଡ ମାଗିବ। ଆପଣଙ୍କ ଯାହା ବି ୟୁଜର ନେମ ପାସୱାର୍ଡ ଥିବ ଦେଇ, ମୋର ୟୁଜର ନେମ ପାସୱାର୍ଡ ଦେଇଦେଲି, ଲଗଇନ କରିଦେଲି। ଆପଣ ବି ଲଗଇନ କରିଦେବ। ତଳକୁ ସ୍କ୍ରଲ କରିବେ, ଦେଖିପାରୁଥିବେ ଭାଇ ମାନେ ମୋର ସେଲେବଲ କଏନ୍ ଆସିଯାଇଛି, ବାକି ଷ୍ଟେକେଡ କଏନ୍ ବି ଅଛି। ଆପଣ ମାନଙ୍କର ଯାହାର ବି ସେଲେବଲ କଏନ୍ ଆସିଛି ଦେଖିପାରୁଥିବେ ସେଲେବଲ କଏନ୍ ନାଲି କଲରରେ ଏମିତି କିଛି ଶୋ ହବ, ତା ଉପରେ ସେଲେବଲ କଏନ୍ ଲେଖା ହେଇଥିବ। ଆପଣ ମାନଙ୍କର ଯାହା ବି ସେଲେବଲ କଏନ୍ ଆସିଛି, ଗୋଟେ ଦିଟା ତିନିଟା ଚାରିଟା ହଜାରଟା ଯାହା ବି, ତାକୁ ଦାୟିତ୍ୱ ରଖନ୍ତୁ। ବାକି ସେଲେବଲ କଏନ୍ ଆପଣ ମାନେ କେ ଏକ୍ସଚେଞ୍ଜ ରେ ଟ୍ରାନ୍ସଫର କରିବେ, ସେଲ୍ କରିପାରିବେ। ବାକି ଆପଣ ମାନଙ୍କର ଷ୍ଟେକେଡ କଏନ୍ ଦେଖିପାରୁଥିବେ, ଷ୍ଟେକେଡ କଏନ୍ ବି ଆପଣ ମାନେ ୟୁଜ କରିପାରିବେ। ଆଉ ଏମପିସି ଯୋଉ ମାନଙ୍କର ଆସୁଛି ଏମପିସି ବି ଆପଣ ମାନେ ଟ୍ରାନ୍ସଫର କରିପାରିବେ। ବାକି ଆପଣ ମାନଙ୍କର ବର୍ଷକୁ ଯୋଉ ସେଲେବଲ କଏନ୍ ଆସୁଛି ସେଇଟା ବି ଆପଣ ମାନେ ଟ୍ରାନ୍ସଫର କରିପାରିବେ। ବୁଝିପାରିଲେ? ଏବେ ଆପଣ ମାନଙ୍କୁ ମୁଁ କୋଉ କୋଉ କଏନ୍ ଟ୍ରାନ୍ସଫର ହବ ଆପଣଙ୍କ କେ ଏକ୍ସଚେଞ୍ଜ ରେ କହିଦେଲି। ଏବେ ଆପଣ ମାନଙ୍କୁ ଡାଇରେକ୍ଟ ଟ୍ରାନ୍ସଫର ତ କଏନ୍ କେ ଏକ୍ସଚେଞ୍ଜ ଅପସନ ମୁଁ ଆପଣ ମାନଙ୍କୁ ଦେଖେଇବି। ଆଉ ତା ଦେହରେ କେମିତି ଆପଣ ମାନେ ରିସିଭିଂ ଆଡ୍ରେସ ଭରିବ, ବାକି କେମିତି ଅପଡେଟ କରିବ ସବୁ କିଛି କହିବି। ଆଗକୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। କିବୋ ଡ୍ୟାଶବୋର୍ଡ ଉପରେ 3 ଲାଇନ ସେଟିଂ ଉପରେ କ୍ଲିକ କରିବେ। ଦେଖିପାରୁଥିବେ ଏଇଠି ଆପଣ ମାନଙ୍କୁ ବହୁତ କିଛି ସିଷ୍ଟମ ଅଛି। ଏଇ ବହୁତ କିଛି ସିଷ୍ଟମ ରୁ ଆପଣଙ୍କୁ କିଛି ଆପଣ ସିଷ୍ଟମ ଅପଡେଟ କରିବା ପଡିବ। ଦେଖିପାରୁଥିବେ ମାଇ ପ୍ରୋଫାଇଲ କୁ ଆପଣ ଅପଡେଟ କରିବେ, କେୱାଇସି ଅପଡେଟ କରିବେ। ବାକି ଆପଣ ମାନଙ୍କର ମାଇ ପ୍ରୋଫାଇଲ ଏଡିଟ ଅପଡେଟ କରିବେ, ମାଇ ପ୍ରୋଫାଇଲ ଓଲ୍ଡ ଏଡିଟ କୁ ଅପଡେଟ କରିବେ। ଏଇ ଚାରିଟା ଅପସନ ଆପଣ ମାନଙ୍କୁ ପୁରା କରିବା ଦରକାର। ବାକି ତଳକୁ ତଳକୁ ସ୍କ୍ରଲ କରିବେ, ବହୁତ କିଛି ଅପସନ ଆପଣଙ୍କୁ ଦେଖେଇବ। ଟ୍ରାନ୍ସଫର କଏନ୍, ଟ୍ରାନ୍ସଫର ହିଷ୍ଟ୍ରି, ଦେଖିପାରୁଥିବେ ଆପଣଙ୍କୁ ଗୋଟେ ନୂଆ ଅପସନ ଆଡ ହୋଇଛି, ଟ୍ରାନ୍ସଫର କଏନ୍ ତ କେ ଏକ୍ସଚେଞ୍ଜ। ଦେଖିପାରୁଥିବେ ଏଇ ଅପସନ ଏଇନା ନୂଆ ଆଡ ହୋଇଛି। ସେଇ ଅପସନ ଦେଖିପାରୁଥିବେ ଯୋଉମାନେ ରିସିଭିଂ ଆଡ୍ରେସ ଦେଇଛି ସେମାନଙ୍କର ଦେଖେଇବ, ଯୋଉମାନଙ୍କ ରିସିଭିଂ ଆଡ୍ରେସ ଅପଡେଟ ହେଇନି ସେମାନଙ୍କର ଅପଡେଟ ହେଇନି ଦେଖେଇବ। ମୁଁ କ୍ଲିକ କଲି କେ ଏକ୍ସଚେଞ୍ଜ ଟ୍ରାନ୍ସଫର ଉପରେ। ଦେଖନ୍ତୁ ଏଇଠି କଣ ଲେଖିଛି, ପ୍ଲିଜ ଅପଡେଟ କେ ଏକ୍ସଚେଞ୍ଜ ରିସିଭିଂ ଆଡ୍ରେସ ବିଫୋର ୟୁ କ୍ୟାନ ଟ୍ରାନ୍ସଫର। ମାନେ କମ୍ପାନୀ ଏଇଆ ଆପଣଙ୍କୁ କହୁଛି ଆପଣ ମାନଙ୍କର କେ ଏକ୍ସଚେଞ୍ଜ ରିସିଭିଂ ଆଡ୍ରେସ ଆପଣଙ୍କ ଆଇଡି ରେ ଅପଡେଟ ହେଲେ ହିଁ ଆପଣ ମାନେ ଆପଣଙ୍କ କଏନ୍ କୁ ଟ୍ରାନ୍ସଫର କରିପାରିବେ। ମୁଁ କହୁଛି କିବୋ ଫ୍ୟାମିଲି ମାନେ ସାଙ୍ଗମାନେ ରିସିଭିଂ ଆଡ୍ରେସ ଅପଡେଟ କରିବା ପାଇଁ ଅପସନ ଥିଲା, କମ୍ପାନୀ ନା ହଟେଇ ଦେଇଛି, ତାକୁ କାମ କରୁଛି। କାହିଁ କହିଲେ ଆମର ଯୋଉ ପୁରୁଣା କେ ଏକ୍ସଚେଞ୍ଜ ଥିଲା ସେଇ କେ ଏକ୍ସଚେଞ୍ଜ ରେ ଯେତିକି ଜଣ ରିସିଭିଂ
रिसीविंग एड्रेस देकी जहाँ भी किछि काम करथिला समस्तकर डाटा डिलीट होउची नुआ के एक्सचेंज रे ट्रांसफर होउची देखि पारथिबे के एक्सचेंज रेफरल माइनिंग तळे ही थिला हमरो के एक्सचेंज रिसीविंग एड्रेस बाकी से ऑप्शन को डिलीट कर दीची कंपनी बाकी दबो से काम करूची अपडेट होउची बाकी आपण माने एइतरे किछि भी छेड़खानी करिवनी किछि भी भूलभाल करिवनी कोनसी ऑप्शन को भूलभाल रे क्लिक करिवनी आ आपण मानकर के कॉइन तो ट्रांसफर के एक्सचेंज रे आपण को जम्मा सबमिट ऑप्शन रे क्लिक करिवेनी शुणु जार अपडेट हेनी एमती शो हम आउ जार आईडी अपडेट हो जाइए रिसीविंग एड्रेस केमिति शो हम मोर गोटे आईडी मु अपडेट कर देइछि मु आपण मानकु देखौछि लाइव प्रूफ देखंतु मु मोर अन्य आईडी को पळि आसिली देखि पारथिबो मु तळकु स्क्रॉल करूछि आउ कॉइन तो ट्रांसफर के एक्सचेंज ऑप्शन को मु क्लिक करूछि आपण माने निजे लाइव प्रूफ देखंतु शुणु देखि पारथिबे मोर रिसीविंग एड्रेस अपडेट हो जाइछि आउ जो मानकर रिसीविंग एड्रेस अपडेट हो जाइछि सेमानकर टोटल स्टेकेड कॉइन शो होबो बाकी सेमानकर रिसीविंग एड्रेस तळे देखि परथिबे छोट छोट अक्षर रे शो होउची बाकी एटा आपण मानको अपडेट हेले एमिति शो होबो अपडेट न होले प्रथमे जोटा देखैली सेमिति आपण मानकर शो होबो प्रथमे जोटा आपण मानु देखैली सेहितरे सबमिट ऑप्शन देखि परथिबे किछि आपण क्लिक करिवेनी टोटल घंटा घंटी किछि करिवेनी जेमिति आमे कहूछु सेमिति आपण माने करंतु आपण मानकर मंगल होबो खूब जल्दी आपण मानको पय रिसीविंग एड्रेस चेंज करिया पे अपडेट करिया पे आसी जिवो ऑप्शन आसी जिवो आ मु आपण मानु पे सेपरेट वीडियो कर देबी आपण माने निश्चय अपडेट कर देबे टेंशन नियंतनी इबो कॉइन ट्रेडिंग स्टार्ट हे जाईची जो माने कार लेवल पाइचंती जो माने कार लेवल अचीव करचंती कार लेवल सीनियर माने ट्रेडिंग स्टार्ट करूचंती आम पूरा पब्लिक पई 15 अगस्त रे 35 टा के एक्सचेंज रे लिस्टेड हबो समस्तिंको पई छडा हबो ट्रेडिंग पई ओ लोडिशा प्रिय किबो फैमिली भाई बोणी माने एई वीडियो रे आपण माने जानि जाइतिबे केमिति आम कॉइन को के एक्सचेंज रे ट्रांसफर करिवा रिसीविंग एड्रेस देकी पूरा आपण माने बुझी जाइतिबे मु विश्वास करिछि आ जो भाई बोणी माने चैनल को नुआ आछंती किबो फैमिली माने चैनल को निश्चय सब्सक्राइब करिक रखिबे प्रत्येक रियल जेन्युइन वीडियो किबो रिलेटेड आपण को सर्वप्रथम मिलुथिबो जदि आपण मानकर जा भी किछि किबो रिलेटेड क्वेश्चन अछि प्रॉब्लम अछि कमेंट निश्चय करिवे मते वीडियो आपण मानकु पसंद आसिला दिल खुश गोटे लाइक दे दियंतु आजिर वीडियो रेतिकी विदाय नउची पुणी देखा हबा गोटे किबो दमदार वीडियो सहित जय हिंद जय भारत जय किबो हर हर किबो।